ଭିଟାମିନ ଏ ପରିପୂରକକୁ ବୁଝିବା। ଭିଟାମିନ ଏ ପରିପୂରକ 5 ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ଜୀବନ ପରିବର୍ତ୍ତନ ହୋଇପାରେ। ଭିଟାମିନର ଏ 2 ବୁନ୍ଦା ପ୍ରତି 6 ମାସରେ ଦୃଷ୍ଟିହୀନତାକୁ ରୋକିବାରେ ସାହାଯ୍ୟ କରେ। ରୋଗ ପ୍ରତିରୋଧକ ଶକ୍ତି ମୃତ୍ୟୁର ବିପଦକୁ ପର୍ଯ୍ୟନ୍ତ ହ୍ରାସ କରିଥାଏ ଏବଂ ମିଳିମିଳା ଏବଂ ଲୌହ ଅଭାବ ରକ୍ତହୀନତା ଭଳି ରୋଗକୁ ମଧ୍ୟ ରୋକିଥାଏ। ବଟିକା ଆକାରରେ ଆପଣଙ୍କୁ ଦିଆଯାଇଥିବା ଏକ ପରିପୂରକ ଏବଂ ଏହା 2 ପ୍ରକାରରେ ଆସେ। ନୀଳ ବଟିକାରେ 1 ଲକ୍ଷ ଆନ୍ତର୍ଜାତୀୟ ଭିଟାମିନ ଏ ରହିଛି ଏବଂ ଏହା 6 ରୁ 11 ମାସ ବୟସର ଛୋଟ ଶିଶୁମାନଙ୍କ ପାଇଁ ହୋଇଥିବା ବେଳେ ନାଲି ବଟିକାରେ 2 ଲକ୍ଷ ଆନ୍ତର୍ଜାତୀୟ ପରିମାଣ ଅଛି। ଭିଟାମିନ ଏ 1 ରୁ 5 ବର୍ଷ ବୟସର ଛୋଟ ପିଲା ଏବଂ ଛୋଟ ପିଲାମାନଙ୍କ ପାଇଁ। ମୋଟ ଉପରେ 6 ମାସରୁ 5 ବର୍ଷ ବୟସର ଶିଶୁକୁ ପ୍ରତି 6 ମାସରେ ଗୋଟିଏ ନୀଳ ବଟିକା ଏବଂ ଗୋଟିଏ ଲାଲ ବଟିକା ଦିଆଯିବା ଆବଶ୍ୟକ। ଭିଟାମିନ ଏ କୀଟନାଶକ ଏବଂ ଅନ୍ୟାନ୍ୟ ଟିକାକରଣ ସହିତ ସେହିଦିନ ଏକ ପରିପୂରକ ଦିଆଯାଇପାରେ। କିଞ୍ଚିତ କ୍ଷେତ୍ରରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ, ଯେପରିକି ବାନ୍ତି, ମୁଣ୍ଡ ବ୍ୟଥା, ଥକାପଣ, ଭୋକ କମିବା କିମ୍ବା ଶିଶୁର ମୁଣ୍ଡର କୋମଳ ସ୍ଥାନରେ ଫୁଲିଯିବା। ଏଗୁଡ଼ିକ 5 ରୁ ଊର୍ଦ୍ଧ୍ୱ ପିଲାଙ୍କଠାରେ ଘଟିପାରେ ଏବଂ ସାଧାରଣତଃ 2 ଦିନ ମଧ୍ୟରେ ସମାଧାନ ହୋଇଯାଏ। ଯଦି ଏହି ଲକ୍ଷଣଗୁଡ଼ିକ ସ୍ଥିର ରହେ କିମ୍ବା ନୂତନ ଦେଖାଯାଏ, ଏହା ଅନ୍ୟ ସଂକ୍ରମଣ ହେତୁ ହୋଇପାରେ। ଏହିପରି ପରିସ୍ଥିତିରେ ଯତ୍ନ ନେବାକୁ ଡାକ୍ତରୀ ପରାମର୍ଶ କରନ୍ତୁ।